ମୋତେ ଡର ଲାଗୁଥିଲା ଅପରେସନରେ କ'ଣ ହେବ କ'ଣ ନାହିଁ, ଯାହା ବି ଲୋକମାନଙ୍କର ଗୋଟେ ଡର ରୁହେ ସେଇଟା ମୋତେ କିଛି ବି ଅନୁଭବ ହେଇପାରିଲାନି। ଥ୍ୟାଙ୍କସ୍ ଟୁ ସୁମନ ସାର୍। ମୋ ନାଁ ସତ୍ୟଜିତ ବେହେରା, ମୋର ବୟସ 25 ବର୍ଷ। ମୁଁ ବାଲୁଙ୍ଗାରୁ ଆସିଛି। କିଡ଼ନୀରେ ଷ୍ଟୋନ୍ ସମସ୍ୟା ହେଇଥିଲା। ମୁଁ ଆସିକି ବହୁତ କଷ୍ଟ ଅନୁଭବ କରୁଥିଲି। ତାପରେ ମୁଁ ମୋ ଫ୍ୟାମିଲି ମେମ୍ବରଙ୍କ ଥ୍ରୁରେ ସୁମନ ସାର୍ଙ୍କର ଆଡ଼ଭାଇସ୍ ପାଇକି ମୁଁ ସୁମନ ସାର୍ଙ୍କୁ ଆସିକି ମୋର ସମସ୍ୟା ଜଣେଇଥିଲି। ସୁମନ ସାର୍ ମୋତେ ସିଟି ପାଇଁ ଆଡ଼ଭାଇସ୍ କରିଥିଲେ ଏବଂ ସିଟିରୁ ଜଣାପଡ଼ିଥିଲା କି ମୋର କିଡ଼ନୀରେ ଷ୍ଟୋନ୍ ହେଇଛି। ଗୁଡ଼ାଏ ଷ୍ଟୋନ୍ ହେଇଥିବା ଫଳରେ ମୋତେ ବହୁତ ଯନ୍ତ୍ରଣା ହେଉଛି। ସେଥିପାଇଁ ମୁଁ ମାଇଣ୍ଡ ସେଟ୍ କଲି କି ଅପରେସନ୍ କରିବା ପାଇଁ। ସୁମନ ସାର୍ ବି ମୋତେ ବହୁତ ସାହାଯ୍ୟ କଲେ ଅପରେସନ୍ରେ। ତାପରେ ମୁଁ କେୟାର ହସ୍ପିଟାଲକୁ ଆସିଥିଲି। କେୟାର ହସ୍ପିଟାଲରେ ସୁମନ ସାର୍ ସହଯୋଗ ନେଇକି ଅପରେସନ୍ ପାଇଁ ମାଇଣ୍ଡ ସେଟ୍ କଲି। ସୁମନ ସାର୍ ଟ୍ରିଟମେଣ୍ଟଙ୍କ ପାଇଁ ମୁଁ ଆଜି ସମ୍ପୂର୍ଣ୍ଣ ଭଲ ହେଇସାରିଛି। ମୋର ଏଇ 1.5 ମାସ ତଳେ ଷ୍ଟୋନ୍ ସବୁ ରିମୁଭ୍ କରାଯାଇଥିଲା, ଯେଉଁଟାକି 100% ସକ୍ସେସଫୁଲ୍ ରହିଲା ଏବଂ ମୋତେ ଆଜି ଡକାଯାଇଥିଲା ଚେକଅପ୍ ପାଇଁ, ଯାହାକି ମୋର ବର୍ତ୍ତମାନ ମୁଁ 100% ସୁସ୍ଥ ଅନୁଭବ କରୁଛି। ଆଉ ସେମିତି କିଛି ମୋର ଆଉ ପେନ୍ ନାହିଁ। ଅପରେସନ୍ଟି 100% ସକ୍ସେସଫୁଲ୍ ହେଇଥିଲା। ଆଉ ଯାହା ବି ମୋତେ ଡର ଲାଗୁଥିଲା ଅପରେସନରେ କ'ଣ ହେବ କ'ଣ ନାହିଁ, ଯାହା ବି ଲୋକମାନଙ୍କର ଗୋଟେ ଡର ରୁହେ ସେଇଟା ମୋତେ କିଛି ବି ଅନୁଭବ ହେଇପାରିଲାନି। ଥ୍ୟାଙ୍କସ୍ ଟୁ ସୁମନ ସାର୍। ସେ ମୋତେ ବହୁତ ସହଯୋଗ କରିଲେ ଏଇ ଅପରେସନ୍କୁ ନେଇକି। ମୁଁ ବହୁତ କମ୍ଫର୍ଟେବୁଲ୍ ବି ହେଇପାରିଲି ସୁମନ ସାର୍ଙ୍କ ସାମ୍ନାରେ, ଯାହାକି ମୋର ଅପରେସନ୍ଟି ସଫଳ ରହିଲା। ଆଉ ମୁଁ ବହୁତ ଥ୍ୟାଙ୍କସ୍ ଦେବି ସୁମନ ସାର୍ଙ୍କୁ ଆଉ କେୟାର ହସ୍ପିଟାଲକୁ। ମୁଁ ଏବେ ବର୍ତ୍ତମାନ ବହୁତ ସୁସ୍ଥ ଅନୁଭବ କରୁଛି। ଆଉ ମୁଁ ପୋଷ୍ଟ ଚେକଅପ୍ରେ ବି ସାର୍ଙ୍କ ସହିତ କଥା ହେଲି। ଆଉ ମୋର ଏବେ ଦେହ ବହୁତ ସୁସ୍ଥ ଅଛି।